ଗୋଟିଏ ଜଙ୍ଗଲ ଭିତରେ ପୋଖରୀଟାଏ ଥାଏ। ଜଙ୍ଗଲର ପଶୁମାନେ ସେଇ ପୋଖରୀକୁ ନିତି ପାଣି ପିଇବାକୁ ଆସନ୍ତି। ପୋଖରୀ ପଛପଟେ ଗୋଟାଏ ବରଗଛ ଥାଏ। ବରଗଛର ଉହାଡ଼ରେ ବିଲୁଆଟାଏ ରହୁଥାଏ। ବିଲୁଆଟି ଭାରି ଅଳସୁଆ। ଦିନ ରାତି କିଛି କାମ ନ କରି କିପରି ପେଟେ ଖାଇବ ସେହି ଚିନ୍ତାରେ ସବୁବେଳେ ରୁହେ। ବାଘ ସିଂହ ଶିକାର କରି ଖାଇସାରିବା ପରେ ବଳି ପଡ଼ୁଥିବା ଖାଦ୍ୟକୁ ଖୋଜି ଖୋଜି ବିଲୁଆଟି ଖାଇ ତାର ଜୀବନ ବିତାଉଥାଏ। ଦିନେ ଅଳସୁଆ ବିଲୁଆଟି ମନେ ମନେ ଉପାୟଟାଏ ପାଞ୍ଚିଲା। ଏହାପରେ ଜଙ୍ଗଲ ମଧ୍ୟରେ ଥିବା ମହାବଳ ବାଘ ନିକଟକୁ ବିଲୁଆଟି ଚାଲିଲା। ସେହି ଜଙ୍ଗଲ ମଧ୍ୟରେ ଥିବା ଗୁମ୍ଫା ଭିତରେ ମହାବଳ ବାଘ ରହୁଥାଏ। ମହାବଳ ବାଘ ନିକଟରେ ପହଞ୍ଚି ବିଲୁଆ ବାଘକୁ ମୁଣ୍ଡିଆଟାଏ ମାରିଲା। ଏହାପରେ ବିଲୁଆ କହିଲା, ମାମୁଁ, ମୁଁ ଆପଣଙ୍କ ନିକଟକୁ ଗୋଟାଏ ଖୁସି ଖବର ନେଇ ଆସିଛି। ଶୁଣିଲେ ଖୁସିରେ ଆପଣ ଗଦ୍ ଗଦ୍ ହୋଇଯିବେ। ବିଳମ୍ବ ନ କରି ଖୁସି ଖବରଟା ଶୁଣାଇବା ପାଇଁ ବାଘ ଏହାପରେ ବିଲୁଆକୁ କହିଲା। ବିଲୁଆ କହିଲା, ମାମୁଁ, ଜଙ୍ଗଲ ଭିତରେ ପୋଖରୀଟାଏ ଅଛି। ସେହି ପୋଖରୀକୁ ନିତି ପଶୁମାନେ ପାଣି ପିଇବାକୁ ଆସନ୍ତି। ତୁମେ ଚାହିଁଲେ ସେଇଠି ଲୁଚି ରହି ଖୁସିରେ ଶିକାର କରିପାରନ୍ତ। ନିଜ ମନ ମୁତାବକ ଶିକାର କରି ପେଟେ ଖାଇପାରନ୍ତ। ଏହାପରେ ବିଳମ୍ବ ନ କରି ବାଘକୁ ସେଠାକୁ ନେଇଯିବାକୁ ବାଘ ବିଲୁଆ ଉଦ୍ଦେଶ୍ୟରେ କହିଲା। ବିଲୁଆ ଏଥର ବାଘକୁ ଧରି ପୋଖରୀ ନିକଟରେ ପହଞ୍ଚିଲା। ବାଘ ଆଉ ବିଲୁଆ ପୋଖରୀ ନିକଟରେ ଥିବା ବରଗଛ ଉହାଡ଼ରେ ଜଗି ବସନ୍ତି। ଏହାପରେ ବାଘ ପୋଖରୀକୁ ପାଣି ପିଇବାକୁ ଆସୁଥିବା ହରିଣ, ଠେକୁଆ ଆଦିଙ୍କୁ ମାରି ମନ ଖୁସିରେ ଖାଏ। ବଳି ପଡ଼ୁଥିବା ଖାଦ୍ୟକୁ ବିଲୁଆ ପେଟେ ଖାଏ। ଏହିପରି ଭାବରେ ଦିନ ବିତି ଚାଲିଲା। ବିଲୁଆଟି ଟିକିଏ ବି ପରିଶ୍ରମ ନ କରି ବସି ବସି ପେଟେ ଖାଇ ମୋଟାସୋଟା ହେବାକୁ ଲାଗିଲା। ଏମିତି କିଛି ଦିନ ପରେ ପୋଖରୀ ନିକଟରେ ବାଘ ରହିବା ଏବଂ ପୋଖରୀକୁ ପାଣି ପିଇବାକୁ ଆସୁଥିବା ପଶୁମାନଙ୍କୁ ମାରି ଖାଇବା ଖବରଟା ଜଙ୍ଗଲ ଭିତରେ ଖେଳିଗଲା। କ୍ରମେ ସେହି ପୋଖରୀକୁ ପାଣି ପିଇବାକୁ ଆସିବାକୁ ଅନ୍ୟ ପଶୁମାନେ ବନ୍ଦ କରିଦେଲେ। ବାଘଟି ଦିନେ ଅପେକ୍ଷା କଲା, 2 ଦିନ ଅପେକ୍ଷା କଲା। ବାଘଟି ଭୋକରେ ଏଥର ଅପେକ୍ଷା କରିବାକୁ ଲାଗିଲା। ହେଲେ ଏହାପରେ ଗୋଟିଏ ହେଲେ ବି ପଶୁ ପୋଖରୀକୁ ପାଣି ପିଇବାକୁ ଆସିଲେନି। ବାଘଟି ଏହାପରେ ଦିନେ ଭୋକରେ ରାଗି ବିଲୁଆ ଉପରକୁ ଲମ୍ଫ ଦେଲା। ବିଲୁଆର ତଣ୍ଟି କଣା କରି ସେଇଠାରେ ହିଁ ମାରିଦେଲା ଏବଂ ଜଙ୍ଗଲ ଭିତରେ ହଜିଗଲା। ଅଳସୁଆ ବିଲୁଆ ଶେଷରେ ନିଜ ଅଳସୁଆମୀ ପାଇଁ ଜୀବନ ହରାଇଲା।